हिल पेन टा हिल रो तଳ ଭାଗରେ ବି ହେଇପାରେ କିମ୍ବା ହିଲ ର ପୋଷ୍ଟେରିୟର ପାର୍ଟ ରେ ବି ହେଇପାରେ ଯୋଉଟା କି ପଛ ଭାଗଟା ମୋଷ୍ଟ କମନଲି ଆମର ହିଲ ର ତଳ ଭାଗରେ ପେନ୍ ପେସେଣ୍ଟ ମାନେ କମ୍ପ୍ଲେନ ଧରିକି ଆସନ୍ତି ତ ସେଇଟାର ମୋଷ୍ଟ କମନ କଜ ହଉଛି ପ୍ଲାଣ୍ଟୋଫାସାଇଟିସ୍ ପ୍ଲାଣ୍ଟୋଫାସାଇଟିସ୍ ମାନେ ହଉଛି ଆମର ଗୋଇଠିଟା ଯୋଉ ହାଡଟା ଥାଏ ସେଟାକୁ କ୍ୟାଲକାନିୟମ କୁହା ହୁଏ କ୍ୟାଲକାନିୟମ ରୁ କିଛିଟା ଶିରା ବାହାରି ଥାଏ ଯୋଉଟା କି ପାଦଟାକୁ କଭର କରିଥାଏ ଆଉ ପାଦଟାକୁ ସପୋର୍ଟ ଦେଇଥାଏ ଆଉ ପାଦଟାର ସେପ୍ ମେଣ୍ଟେନ କରିଥାଏ ଯୋଉଟା କି ଆର୍କ କୁହା ହୁଏ ପ୍ଲାଣ୍ଟାର ଆର୍ଚ ବୋଲି କୁହା ହୁଏ ସେ ଆର୍ଚ ଟା ମେଣ୍ଟେନ ଅଛି ବୋଲି ଆମର ସକ୍ ଅବଜର୍ଭର ଭଳିଆ କାମ କରେ ସେଟା ଯେତେବେଳେ ଫ୍ଲାଟ ହେଇଯାଏ ସେତେବେଳେ ଗୋଇଠି ଯନ୍ତ୍ରଣା କିମ୍ବା ଫ୍ଲାଟ ଫିଟ୍ ବାଲା ପ୍ରୋବ୍ଲେମ୍ସ ବି ଆସେ ଯେତେବେଳେ ସେ ପ୍ଲାଣ୍ଟା ଫାସା ଟା ଷ୍ଟ୍ରେଚ୍ ହେଇଯାଏ ଟାଇଟ୍ ହେଇଯାଏ ସେତେବେଳେ ଆମର ହିଲ୍ ପ୍ୟାଡ୍ ପେନ୍ ଷ୍ଟାର୍ଟ ହୁଏ ଯୋଉଟାକୁ ପ୍ଲାଣ୍ଟୋଫାସାଇଟିସ୍ ବୋଲି କୁହାଯାଏ ଦ୍ୟାଟ୍ ଇଜ ଦ ମୋଷ୍ଟ କମନ କଜ ଅଫ ହିଲ୍ ପେନ୍ ସେଥିରେ ମୋଷ୍ଟ କମନ କମ୍ପ୍ଲେନ ପେସେଣ୍ଟ ମାନେ ଯୋଉଟା ଧରିକି ଆସନ୍ତି ସେଟା ହଉଛି ସାର୍ ମୋ ଗୋଇଠିରେ ପେନ୍ ହଉଛି ସକାଳୁ ଉଠିଲା ପରେ ପ୍ରଚୁର ପେନ୍ ହଉଛି କିନ୍ତୁ କାମ ଦାମ ଯେତେବେଳେ ଷ୍ଟାର୍ଟ କରୁଛି ଟିକେ କମି ଯାଉଛି ବସିଥିବି ଯେତେବେଳେ ଠିକ ଠାକ ରହୁଛି ବସିକି ଉଠି ପଡିଲା ବେଳକୁ ପ୍ରଥମ କିଛିଟା ପାହୁଲ ବହୁତ ପେନ୍ ହଉଛି ତାପରେ ଚଲାବୁଲା କଲା ବେଳକୁ ଠିକ ହେଇଯାଉଛି ଆମର ତଳ ଭାଗରେ ଯଦି ହିଲ୍ ପେନ୍ ହଉଛି ତାହେଲେ ଗୋଟେ ହଉଛି ପ୍ଲାଣ୍ଟୋଫାସିଟିସ୍ ମୋଷ୍ଟ କମନ କଜ ସେକେଣ୍ଡ ହଉଛି ହିଲ୍ ପ୍ୟାଡ୍ ନେକ୍ରୋସିସ୍ ହିଲ୍ ପ୍ୟାଡ୍ ନେକ୍ରୋସିସ୍ ଟା as such କୋ डिजीज ନୁହେଁ କିନ୍ତୁ ପ୍ଲାଣ୍ଟୋଫାସିଟିସ୍ ର ଗୋଟେ ଟ୍ରିଟମେଣ୍ଟ ହଉଛି ସ୍ଟେରଏଡ୍ ଇଞ୍ଜେକ୍ସନ ସେ ସ୍ଟେରଏଡ୍ ଇଞ୍ଜେକ୍ସନ ଯଦି ଠିକ ଜାଗାରେ ଦିଆ ହିଁ ନଥିବ ତାହେଲେ ହିଲ୍ ପ୍ୟାଡ୍ ନେକ୍ରୋସିସ୍ ହୁଏ 3 ନମ୍ବର କଜ ହଉଛି ଷ୍ଟ୍ରେସ୍ ଫ୍ରାକ୍ଚର ଅଫ ଦ କ୍ୟାଲକାନିୟମ ମାନେ କ୍ୟାଲକାନିୟମ ଯୋଉ ହାଡ ଯୋଉଟା ଦେହର ପୁରା ଓଜନଟା ସେ ହାଡ ଉପରେ ବହନ କରେ ସେ ହାଡର ଯଦି ଷ୍ଟ୍ରେସ୍ ଫ୍ରାକ୍ଚର ମାନେ ହେୟାରଲାଇନ୍ ଫ୍ରାକ୍ଚର ଯାହାକୁ ଲେମନ୍ ଟର୍ମସ୍ ରେ କୁହା ହୁଏ ସେଇଟା ଯଦି ଫ୍ରାକ୍ଚର ଥିବ ତାହେଲେ ବି ହିଲ୍ ପେନ୍ ଥାଏ ପୋଷ୍ଟେରିୟର ଭାଗରେ ଯଦି ଅଛି ଗୋଇଠି ଯନ୍ତ୍ରଣା ତାହେଲେ ସେଟା ହାଇଗ୍ଲାଣ୍ଡ ଡିଫର୍ମିଟି ହେଇପାରେ ହାଇଗ୍ଲାଣ୍ଡ ଡିଫର୍ମିଟି ମାନେ ଆମର କ୍ୟାଲକାନିୟମ ରେ ଯୋଉ ଟେଣ୍ଡୋ ଆକ୍ଲିସ୍ ଟେଣ୍ଡନ ଟା ଯୋଉଟା ଲାଗିଥାଏ ପଛଆଡେ ଯୋଉ ଟେଣ୍ଡନ ଟା ମୋଟା ଟେଣ୍ଡନ ଟା ଥାଏ ସେଟା ହାଡରେ ଯୋଉ ଜାଗାରେ ଲାଗିଛି ସେଇ ଜାଗାରେ ଯଦି ହାଡ ବଢିକି ଥାଏ କିମ୍ବା ସେଇ ଜାଗାରେ ଇନଫ୍ଲାମେସନ ଥାଏ ସେଟାକୁ ହାଇଗ୍ଲାଣ୍ଡ ଡିଫର୍ମିଟି କୁହା ହୁଏ କିମ୍ବା ସେଇ ଟେଣ୍ଡୋ ଆକ୍ଲିସ୍ ର ଯଦି କିଛି ଇଞ୍ଜୁରି କିମ୍ବା ରପ୍ଚର ଥାଏ ତାହେଲେ ପୋଷ୍ଟେରିୟର ପାର୍ଟରେ ପେନ୍ ହୁଏ ତଳ ଭାଗରେ ଯଦି ନର୍ଭ କମ୍ପ୍ରେସନ ଥିବ ତାହେଲେ ଗୋଇଠି ଯନ୍ତ୍ରଣା ତଳ ଭାଗରେ ହୁଏ ଯଦି ଟ୍ରମା ଯୋଗ ହେଇଥିବ ତାହେଲେ ପେସେଣ୍ଟ ଟା ଯେତେବେଳେ ଯେତେ ଅଧିକା ଚାଲିବ ସେତେ ପେନ୍ ଟା ବଢି ବଢିଯିବ କିନ୍ତୁ ପ୍ଲାଣ୍ଟାର ଫାସିଆଇଟିସ୍ ରେ କଣ ହୁଏ ପ୍ରଥମ ପାହୁଲଟା କିମ୍ବା ପ୍ରଥମ କିଛିଟା ପାହୁଲ ପେନ୍ ହୁଏ ତାପରେ ପେନ୍ ଟା କମିଯାଏ ତ ସେଇଠି ଆମେ ଡିଫରେନ୍ସିଏଟ କରିଦେଉ ଯେ ପ୍ଲାଣ୍ଟାର ଫାସିଆଇଟିସ୍ ପାଇଁ ହଉଛି କିମ୍ବା ଟ୍ରମା କି ଅଦର କଜେସ୍ ପାଇଁ ହଉଛି 2 ନମ୍ବର ଜିନିଷ ଆମେ ଏକ୍ସରେ କରିକି ଦେଖିପାରିବା whether ତାର ଅଦର କିଛି ଫ୍ରାକ୍ଚର୍ସ ଅଛି କିମ୍ବା ବୋନ୍ ଗ୍ରୋଥ ଅଛି ବୋନ୍ ଗ୍ରୋଥ ଆମର କ୍ୟାଲକାନିୟମ ର ପୋଷ୍ଟେରିୟର ପଛଆଡେ ବି ଥାଇପାରେ କିମ୍ବା ତଳେ ଆଡେ ଥାଇପାରେ ପଛଆଡେ ଯଦି ଅଛି ତାହେଲେ ହାଇଗ୍ଲାଣ୍ଡ ଡିଫର୍ମିଟି ଥାଇପାରେ ଯଦି ବୋନ ର ତଳେ ଆଡେ ଅଛି ତାହେଲେ ସେଟା ମୋଷ୍ଟଲି ନର୍ମାଲ ଥାଏ ସେଟା କିଛି ୱାରି କରିବା ଦରକାର ନାହିଁ ବହୁତ ପେସେଣ୍ଟ ଆସୁଛନ୍ତି ଏକ୍ସରେ କରିଦେଇକି ସାର୍ ମୋର ହାଡ ବଢିଛି ସେଥିପାଇଁ ପେନ୍ ହଉଛି ନା ହାଡ ବଢିଛି ବୋଲି ପେନ୍ ହଉନାହିଁ ସେଥିପାଇଁ ଚିନ୍ତା କରିବା ଦରକାର ନାହିଁ ବହୁତ ଲୋକଙ୍କର ହାଡ ବଢିଥାଏ କିନ୍ତୁ ପେନ୍ ହୁଏନି ବହୁତ ଲୋକଙ୍କର ପେନ୍ ହଉଥାଏ କିମ୍ବା ହାଡ ବଢି ନଥାଏ ତ ତାର କିଛି ମେଜର କୋରିଲେସନ ନାହିଁ ହାଡ ବଢିବାର ହଁ ହାଡ ଯଦି ପଛଆଡେ ବଢିଛି କ୍ୟାଲକାନିୟମ ର ପଛଆଡେ ଯଦି ହାଡଟା ବଢିଛି ତାହେଲେ ସେଟା ପ୍ରୋବ୍ଲେମେଟିକ ସେଟା ହାଇଗ୍ଲାଣ୍ଡ ଡିଫର୍ମିଟି ହେଇଥାଇପାରେ କିମ୍ବା ଯଦି ଷ୍ଟ୍ରେସ୍ ଫ୍ରାକ୍ଚର ଅଛି ତାହେଲେ ସେଟାକୁ ଦେଖିବା ପାଇଁ ଆମେ ଏମଆରଆଇ କରୁ ମୋଷ୍ଟଲି ଇମେଜିଂ ମୋଡାଲିଟିଜ ରେ वी कैन डायग्नोज द कॉज ऑफ हिल पेन ଆଉ କ୍ଲିନିକାଲି ଫିଚର୍ସ ଯାହା ପେସେଣ୍ଟ ଆମକୁ କମ୍ପ୍ଲେନ ଦଉଛି ତା ଦେହରୁ ବହୁତ ଜିନିଷ ଆମକୁ ଜଣା ପଡିଯାଏ କ୍ୟୁରେଟିଭ ରେ ମୁଁ ଯେମିତି କହିଲି ଏନସିଡ୍ସ ଦିଆ ହୁଏ ଏନସିଡ୍ସ ଯଦି କାମ ନ ଦଉଛି ତାହେଲେ ଆମେ ଲୋକାଲି ଷ୍ଟେରଏଡ ଇଞ୍ଜେକ୍ସନ ଦିଆ ହୁଏ ପ୍ଲାଣ୍ଟା ଫାସାଇଟିସ୍ ଯଦି ଥିବ ତାହେଲେ ଷ୍ଟେରଏଡ ଇଞ୍ଜେକ୍ସନ ବହୁତ ଭଲ କାମ କରେ କିନ୍ତୁ वी हैव टू टेक केयर कि प्लांटा फासाइटिस प्लांटा फासार ଉପରେ ଷ୍ଟେରଏଡ ଇଞ୍ଜେକ୍ସନ ଟା ଦେବେ ନଟ କି ତଳେ ବହୁତ ଲୋକ କଣ କରନ୍ତି ବାସ୍ ସେଇ ଜାଗାରେ ଦିଆ ହଉଛି ବୋଲି ସେଇ ଜାଗାରେ ଦେଇ ଦିଅନ୍ତି କିନ୍ତୁ ଯଦି ଆମେ ପ୍ଲାଣ୍ଟା ଫାସାର ତଳେ ଦଉଛୁ ଷ୍ଟେରଏଡ ଇଞ୍ଜେକ୍ସନ ଟା ତାହେଲେ ସେଟା ଫ୍ୟାଟ ଫ୍ୟାଟ ନେକ୍ରୋସିସ୍ କଜ କରିବ ଯୋଉଟା କି ସେକେଣ୍ଡ ମୋଷ୍ଟ କମନ କଜ ଅଫ ହିଲ୍ ପ୍ୟାଡ୍ ପେନ୍ ଆଫ୍ଟର ପ୍ଲାଣ୍ଟା ଫାସାଇଟିସ୍ ସେଥିରେ କଣ ହବ ନା ଗୋଇଠି ତଳେ ଯୋଉ ଚର୍ବି ଭାଗଟା ଅଛି ଆମର ସେଇଟା ଖାଇଯାଏ ତ ସେଥିରେ ପେନ୍ ଟା ଆଉ କଣ୍ଟ୍ରୋଲ କରି ହୁଏ ନାହିଁ ତ ଯଦି ବି ଷ୍ଟେରଏଡ ଇଞ୍ଜେକ୍ସନ ଦଉଛନ୍ତି କିଛି କୌଣସି ରେଜିଷ୍ଟର୍ଡ ଅର୍ଥୋପେଡିସିଆନ ପାଖରେ ହିଁ ଷ୍ଟେରଏଡ ଇଞ୍ଜେକ୍ସନ ଦେବେ ସେଟାକୁ ଗାଁ ଗହଳିରେ ଦେବେ ନାହିଁ ଆଉ ଠିକ ଜାଗାରେ ଦେବେ ସେଟା ମୋଷ୍ଟ ଇମ୍ପୋର୍ଟାଣ୍ଟ 3 ନମ୍ବର ହଉଛି ଯଦି ଏଇ ସବୁ 6 ମାସ କଲା ପରେ ବି we have to take care ଯେ କି ଆମେ ଫିଜିଓଥେରାପି ଏଇ ସବୁ ଆଟଲିଷ୍ଟ 5 ରୁ 6 ମାସ କରିଛୁ ତାପରେ ହିଁ ଆମେ ସର୍ଜରୀକୁ ଯାଉଛୁ ସର୍ଜରୀରେ କଣ କରିପାରିବା ଆମେ ପ୍ଲାଣ୍ଟର ଫାସାଟା ଯୋଉଟା ଟାଇଟ୍ ହେଇଥାଏ ସେଟାକୁ ରିଲିଜ କରିପାରିବା ଆଇଦର ଓପନଲି କରାହୁଏ କିମ୍ବା ଆର୍ଥୋସ୍କୋପି ପୁରା କରାହେଇକି ଛୋଟ କଣା କରାହେଇକି କ୍ୟାମେରା ଦ୍ୱାରା ବି ସେଟାକୁ ପାର୍ସିଆଲ ରିଲିଜ କରାହେଇଯାଏ ତ ସେଇଥିରେ ବି କାଫି ରିଲିଫ ମିଳିଯାଏ ପେସେଣ୍ଟକୁ
प्रिवेंटिव रे आमे देखिबा जे काहे की तार हिल पैड पेन टा होची जदी फ्रैक्चर जो होची किंबा इन्फ्लेमेशन जो होची ताहले हमको रेस्ट दरकार हिल टा को रेस्ट दे देले सेटा कमी जिवो जदि प्लांटर फासाइटिस पई होची ताहले ता पई स्ट्रिक्ट फिजियोथेरेपी दरकार मासे 1.5 मास खंडे स्ट्रिक्ट फिजियोथेरेपी दरकार जोटा कि रिलीजियसली फॉलो करिया पड़ियो फिजियोथेरेपी कोन करिया पड़ियो जो हमर हिल ता जोटा अटैच हेची जोटा मु आपन कहली प्लांटर फासा जोटा अटैच हेची सेटा को स्ट्रेच करिया पड़ियो हमर बुढ़ा अंगुटा को धरि कि सेटा को स्ट्रेच करिया पड़ियो दिन को 15 थर ताको स्ट्रेच करिया पड़ियो सोइबार पूर्वरु आउ उठिला परे ही स्ट्रेच कर साला परे ही पादका तळगु पाहुला पकेले तांगर से दिनर पेन टा रिलीफ हबो प्लस आइस आइस गोटे कौन करिवे कोल्ड ड्रिंक रो कैन नेले किंबा बोतल नेले सेटा को बरफ कर देकी ताकू तळे रखी की ताकू जोरे जोरे दळिबे 3 नंबर कोन सेटा को कंट्रास्ट बात बोली को होए गोटे बाल्टी रे आपण उषुम पानी नेबे गोटे बाल्टी रे नॉर्मल पानी नेबे उषुम पानी रे मिठी बुडे की रखिबे पुनी नॉर्मल पानी रे मिठी बुडेबे सेमती अल्टरनेट करिवे जो पर्यंत पानी ठंडा हेनी सेटा को दिन को 2 थर खंडे करिवे 4 नंबर मोस्ट इंपोर्टेंट घरे खाली पादरे चलिबे नहीं बहुत टाइम जो माने ठिया हेकी रहउचंती से माने टिके रेस्ट नेबे मझरे मझरे बहुत टाइम ठिया हेकी रहले भी प्रेशर पड़की प्लांटर फासाइटिस एग्रेवेट हुए विभिन्न रोगर कारण और निराकरण संपर्क में डाक्तर ठारू जानिबा पई स्वास्थ्य प्लस ओडिया रो यूट्यूब चैनल सब्सक्राइब करंतु।